ପୁରା ଉପକରଣିକାରେ କହୁଛନ୍ତି ଏ ଚାରି ପ୍ରକାର ବୁଦ୍ଧି ଅଛି। ତ କିଛି ଲୋକ ଅଛନ୍ତି ଯାହାଙ୍କୁ କହିଲେ ସେମାନେ କଥା ମାନନ୍ତି ଆଉ ସେମାନେ କୌଣସି ଭୁଲ କାର୍ଯ୍ୟ କରନ୍ତିନି। ତ ନେକ୍ସଟ ପ୍ରକାର ଇଣ୍ଟେଲିଜେନ୍ସ ଅଛି। ନେକ୍ସଟ ଇଣ୍ଟେଲିଜେନ୍ସ କିଛି ଲୋକ ଦେଖିବେ ଗୋଟେ ଲୋକ ଭୁଲ କରୁଛି ତ ସେଇ ଅନୁସାରେ ସିଏ ପରେ ଦଣ୍ଡ ପାଉଛି। ତ ସେ ଲୋକ ଦେଖିଲେ ସେ ଭୁଲ କରୁଛି କହିଲା ପରେ ସେ ଦେଖିବ କି ଲୋକ ଭୁଲ କଲା ଦଣ୍ଡ ପାଇଲା ତେଣୁ ମତେ କରିବାର ନାହିଁ। ତ ଦ୍ୱିତୀୟ ପ୍ରକାରର ଏଟା ବୁଦ୍ଧି। ତୃତୀୟରେ ଗୋଟେ ଲୋକ ସେ କଣ କରିବ ଦେଖୁଛି ଗୋଟେ ଲୋକ ଭୁଲ କରୁଛି ଆଉ ଗୋଟେ ଲୋକ ଭୁଲ କରୁଛି ଆଉ ଦଣ୍ଡ ପାଉଛି ତେଣୁ ଇଏ ଚାହିଁବ ମୁଁ ବି ଭୁଲ କରିବି ଆଉ ଦଣ୍ଡ ପାଇବି ତାପରେ ସେ ଛାଡିବ ଯଦି କିଛି ଭୁଲ କରୁଛି। ଆଉ ଅନ୍ତିମରେ ଆଉ ଗୋଟେ ପ୍ରକାର ବୁଦ୍ଧି ଅଛି ଯୋଉ ବୁଦ୍ଧିରେ ବ୍ୟକ୍ତି ଦେଖିବ ଅନ୍ୟ ଜଣେ ଭୁଲ କରୁଥିବାର ବ୍ୟକ୍ତି ଦେଖିବ ଅନ୍ୟ ଜଣେ ଦଣ୍ଡ ପାଉଥିବାର କିନ୍ତୁ ସେ ଚାହିଁବ କି ନାଇଁ ମୁଁ କଣ କରିବି ସେ ଭୁଲ ବି କରିବି ଦଣ୍ଡ ପାଇବି କିନ୍ତୁ ସେ କାମଟାକୁ ଛାଡିବିନି। ତେଣୁ ସେଥିପାଇଁ ଗୋଟେ ଲୋକ ସିଗାରେଟ ଟାଣୁଛି କହିଲେ କି ସିଗାରେଟ ଟାଣନା ବୋଲି ସେ କଣ କଲା ଶୁଣିଲା ଛାଡିଦେଲା। ଆଉ ଗୋଟେ ଲୋକ ଥିବ ଇଏ ଦେଖିଲା ଗୋଟେ ଲୋକ ସିଗାରେଟ ଟାଣୁଛି ତ କ୍ୟାନ୍ସର ହଉଛି ତେଣୁ ସେ ଯିବନି କହିବ କି ନାଇଁ ମୋର ସିଗାରେଟ ଟାଣିବାର ନାହିଁ। ଥାର୍ଡ ରେ ସେ ଲୋକ ସିଗାରେଟ ଟାଣିବ ତାକୁ କ୍ୟାନ୍ସର ହବ ଇଏ ଚାହିଁବ ନା ନା ମୁଁ ବି ଟିକେ ସିଗାରେଟ ଟାଣିବି କ୍ୟାନ୍ସର ହେଲେ ଦେଖିବା ଆଉ ତ ସେ କ୍ୟାନ୍ସର ହେଲେ ବି ତାକୁ ସେ ପରେ ଛାଡିବ କ୍ୟାନ୍ସର ହେଲା ପରେ ସେ ଛାଡିଦବ ସିଗାରେଟ ଟାଣିବ। ଆଉ ଗୋଟେ ଲୋକ ଅଛି ଯେ ଦେଖିବ କଣ କରିବ ସିଏ ବି ସିଗାରେଟ ଟାଣିବ ତାକୁ କ୍ୟାନ୍ସର ହବ ତାପରେ ବି ସେ ଛାଡିବନି। ଚାରି ପ୍ରକାର ବୁଦ୍ଧି ଅଛି। ତ କହିବା ତାତ୍ପର୍ଯ୍ୟ ଆମେ ଯେତେବେଳେ ଭକ୍ତି ଜୀବନକୁ ଆସନ୍ତି ତ ବିଭିନ୍ନ ପ୍ରକାର ଆମେ ଆମ ପାଇଁ ନୀତି ନିୟମ ଥାଏ ଯଦି ବା ସବୁ ନୀତି ନିୟମର ଗୋଟିଏ ଉଦ୍ଦେଶ୍ୟ କୃଷ୍ଣଙ୍କ ପ୍ରସନ୍ନତା ଆଉ କୃଷ୍ଣଙ୍କୁ ଆମେ ନ ଭୁଲିବା ପାଇଁ ଆଉ ଯେତେ ନୀତି ନିୟମ ଅଛି ଆମେ ଏଠି ଯେମିତି ବିଶେଷ କରିକି 4ଟି ନିୟମ ଅଛି ପରେ ବୈଷ୍ଣବ ଅପରାଧ ମୁକ୍ତ ହବାର ଆମେ କିଛି ନିର୍ଦ୍ଦେଶ ପାଉଛେ ସବୁର ଗୋଟିଏ ଲକ୍ଷ୍ୟ କି ଆମକୁ ଶରୀର ଚେତନାରେ ନ ରଖିକି ଆତ୍ମ ତତ୍ଵରେ ରଖିବା ପାଇଁ। କିନ୍ତୁ ବହୁତ ସମୟରେ ଆମେ ଶୁଣନ୍ତି ସବୁ କିଛି ଏତେ ସବୁ ଶ୍ରବଣ କଲା ପରେ ମଧ୍ୟ ଭୌତିକ ପୂର୍ବକ ଦକ୍ଷିଣ ରଖିବ ଆମେ ଶୁଣନ୍ତି ସବୁ କିଛି କିନ୍ତୁ ଆମେ ତାକୁ ଗ୍ରହଣ କରନ୍ତିନି ଆମେ ଭାବନ୍ତି କି ଭକ୍ତି ଟା ତ ଏମିତି ହେଇଯିବ ଆଉ ଭକ୍ତି ଏମିତି କେବେ ବି ହବନି। ଶାସ୍ତ୍ରରେ ଏଇଭଳିଆ ମନୋବୃତ୍ତିକୁ କୁହାଯାଏ କୁଞ୍ଜର ଶୌଚବଧ କୁଞ୍ଜର ଶୌଚବଧ ମାନେ କୁଞ୍ଜର ମାନେ ହାତୀ ଯଦି ସ୍ନାନ କରିବ ସ୍ନାନ କଲା ପରେ କଣ ଗଙ୍ଗାରେ ସ୍ନାନ କଲା ତ ଗଙ୍ଗାରୁ ବାହାରକୁ ଆସିଲା ସବୁତକ ତାର ସୁନ୍ଦର ଥିବ ସୁନ୍ଦର ସବୁତକ ଧୂଳି ନେଇକି ସମୁଦ୍ର ଉପରେ ପକେଇବ ତ ପୁନଃ ଧୂଳିରେ ସ୍ନାନ କରିବ ତ କୌଣସି ବିଶେଷ ଲାଭ ହବନି ତେଣୁ ସେଥିପାଇଁ ଆମେ ଏତେ ମହାମନ୍ତ୍ର ଜପ କରୁଛେ ଯଦି ଆମେ ଅପରାଧ ପ୍ରତି ସତର୍କ ନହବା ଯଦି ଆମେ ନିୟମ ପ୍ରତି ସତର୍କ ନହବା ଆଉ ନିୟମକୁ ଅନୁପାଳନ କରିବାନି ତାହେଲେ କୌଣସି ଫଳ ମିଳିବନି ଆମକୁ। ତେଣୁ ବୁଦ୍ଧିମାନ ବ୍ୟକ୍ତି ଇଏ ଆମର ଯୋଉ ରାସ୍ତା ଅଛି ଭକ୍ତିର ରାସ୍ତା ଅଛି ଶ୍ରୁତ ଇକ୍ଷିତ ପଥ ଶ୍ରୁତ ଇକ୍ଷିତ ପଥ ମାନେ ଆମେ ଶୁଣିବା ସେ ଅନୁସାରେ ଆମେ ଦେଖିବା ଅର୍ଥାତ ଅନୁଭବ କରିବା କି ନାଇଁ ମୁଁ ଶୁଣିଲି ତାକୁ ପାଳନ କଲି ସେ ଅନୁସାରେ ଅନୁଭବ କରିବେ। ତେଣୁ ସେଥିପାଇଁ ଶ୍ରୁତ ଇକ୍ଷିତ ପଥରେ ଆମେ ଯେତେବେଳେ ଯାଉଛେ ତ କୃଷ୍ଣ ପ୍ରେମ ଧନ ଜୀବ ପାଏ ମୋକ୍ଷ ପଥେ ଜୀବ ପାଏ କୃଷ୍ଣ ପ୍ରେମ ଧନ କୃଷ୍ଣ ପ୍ରେମ ଧନକୁ ପ୍ରାପ୍ତ କରିବା ପାଇଁ ତ ଆମେ ନିଜକୁ ତ୍ୟାଗ କରିବାର ଅଛି ତ୍ୟାଗର କଣ ଅତି କମ ରେ ପ୍ରଭୁପାଦ ଆମକୁ କହିଛନ୍ତି କି 4ଟା ନିୟମ ପାଳନ କରିବ ବୈଷ୍ଣବ ଅପରାଧରେ ଦୂରରେ ରହିବ ତାହେଲେ ଆମେ ଭଲ ଭକ୍ତି କରିପାରିବା। ଯିଏ କୌଣସି ମୁମେଣ୍ଟରେ କେହି ବି ମନରେ ଆସିବା ଦରକାର ନାହିଁ କି ନାହିଁ ମୁଁ ବିନା ନିୟମ ପାଳନ କରିବି ତାହେଲେ ନିୟମ ଥାଏ ଆମକୁ ଗୋଟେ ଭଲ ପ୍ଲାଟଫର୍ମ ଦବା ପାଇଁ ଆଉ ସତ୍ୟ ଗୁଣକୁ ଆଣିବା ପାଇଁ ଯଦି ନିୟମ ନାହିଁ ତାହେଲେ ଆମେ ଡାଇରେକ୍ଟ କୃଷ୍ଣଙ୍କ ଉପରେ ଜମ୍ପ କରିପାରିବାନି ସେଥିପାଇଁ ଆମେ ଭଗବାନଙ୍କ ନାମ ପୂର୍ବରୁ ଭଗବାନଙ୍କ ନାମ ନବା ପୂର୍ବରୁ ଆମକୁ ଗୋଟେ ଠିକ ପରିବେଶ ଆନ୍ତରିକ ଏବଂ ବାହାରେ ପରିବେଶ ମେଣ୍ଟେନ କରିବାର ଅଛି ଆନ୍ତରିକ ପରିବେଶରେ ଶରଣାଗତି ଆସେ ବାହାର ପରିବେଶରେ ଏସବୁ ନୀତି ନିୟମ ଆସେ ତ ଦିଟା ଯେତେବେଳେ ବାଲାନ୍ସ ହେଇକି ରହିବ ତାହେଲେ ସୁନ୍ଦର ଭାବରେ ଆମେ ଭଗବାନଙ୍କ ପ୍ରତି ଆପ୍ରୋଚ କରିପାରିବା କୃଷ୍ଣ ମୁଁ ହିଁ ଆପଣଙ୍କର ଚିର ସେବକ ମୁଁ ବହୁତ ଦିନ ହେଲାଣି ଭୁଲି ଯାଇଛି କି ଆପଣଙ୍କ ସହିତ ମୋର ପୁନଃ ସମ୍ବନ୍ଧ ମାନେ ପୂର୍ବରୁ ସମ୍ବନ୍ଧ ଥିଲା ବୋଲି ଆଉ ମୁଁ ଏଇ ଜନ୍ମ ମଣିଷ ଜନ୍ମ ପାଇଛି ମତେ ଆପଣଙ୍କର ସେବା ଯେମିତି ହେଲେ କରିବାର ଅଛି ଶିଖିବାର ଅଛି ଆଉ ଗୁରୁଙ୍କର ବୈଷ୍ଣବଙ୍କର ଆନୁଗତ୍ୟରେ ଆମେ ଯେତେବେଳେ ଏଇ ନିବେଦନ କରିବା ବୈଷ୍ଣବର ଆବେଦନ କୃଷ୍ଣ ଦୟାମୟ ତ ଭଗବାନ ବୈଷ୍ଣବର ଆବେଦନରେ ଦୟାମୟ ହୁଅନ୍ତି ତାଙ୍କ ହୃଦୟ ବିଗଳିତ ହୁଏ
असे भलिया भक्त आमे हवा दरकार भगवान एमती आम भलिया डुप्लिकेट भक्त हेले भगवान शुणिबेनी आमको भल भक्त हबार अछि धीरे धीरे हमर पॉइंट ऑफ स्ट्रगल को बढ़ेबार अछि ताकि आमे भगवान का नाम सहित आमे समतुल होके चली परिबा अर्थात समतुल माने भगवान का नाम संगरे आमे जीवन प्रवाह को नहीं परिबा ठीक अछि हरे कृष्ण शिल प्रभुपाद की जय अनंत कोटि वैष्णव वृंद की जय वैष्णव प्रणाम मंत्र वैष्णव मने वंशा कल्पतर सदृश क्षमाशील दयार सागर पतित जीवन उद्धार करी दैनंदिन जीवन में ज्ञात भाग्य शरीर कौन साधु गुरु वैष्णव को निकटरे अपराध होता ताहारे प्रथम मुहूर्त से क्षमा प्रार्थना वंशाकल्पतरोर्वश्य कृपा सिन्धुभ्येव च पतितानं पावनेभ्यो वैष्णवेभ्यो नमो नमः अनंत कोटि वैष्णव वृंद की जय नमः अष्टगोत्र की जय वैष्णव ठाकुर श्रील प्रभुपाद की जय। हरे कृष्ण आसंदा वर्ष मत भगवान का नाम करेवा समझते के डिस्टर्ब न हो कि नाम करो